ବନ୍ଧୁଗଣ, ଆଜି ରାତି 11ଟାରୁ ନ୍ୟାୟର ଦାତା ଭଗବାନ ଶନି ତାଙ୍କ ଶତ୍ରୁଙ୍କ ଘରେ ପ୍ରବେଶ କରିବେ। ଶତ୍ରୁଙ୍କ ରାଶିରେ ତାଙ୍କର ଉପସ୍ଥିତି କିଛି ହଇରାଣ ସୃଷ୍ଟି କରିବ ବୋଲି ନିଶ୍ଚିତ। କିନ୍ତୁ ଆପଣଙ୍କ ଜୀବନରେ 7ଟି ନିର୍ଦ୍ଦିଷ୍ଟ ଘଟଣା ଘଟିବାକୁ ଯାଉଛି। ଯାହା ହେଉନା କାହିଁକି ଆପଣ କଣ ଲାଭ ପାଇବେ, ଆପଣଙ୍କର କଣ କ୍ଷତି ହୋଇପାରେ। ଆଜିର ଭିଡିଓରେ ମୁଁ ଗ୍ରହ ଗୁଡିକର ଜଟିଳ ଗତିବିଧି ଉପରେ ଆଧାରିତ କିଛି ମନକୁ ବିସ୍ମିତ କରୁଥିବା ଭବିଷ୍ୟବାଣୀ କହିବାକୁ ଯାଉଛି। ଭଗବାନ ଶନି ତାଙ୍କ ଶତ୍ରୁଙ୍କ ରାଶିରେ ପ୍ରବେଶ କରିବା ସମୟରେ ଆପଣ ଦେଖିପାରନ୍ତି ଯେ ଆପଣଙ୍କର ଅନେକ କାର୍ଯ୍ୟ ବହୁତ ଦିନ ଧରି ଅଟକି ରହିଛି। ଆପଣ କୌଣସି ସମାଧାନ ପାଇପାରୁନାହାନ୍ତି, କୌଣସି ଦିଗରୁ ଆଗକୁ ଯିବାର କୌଣସି ପଥ ପ୍ରକାଶ ପାଉନାହିଁ। ଆପଣ ଦିନ ରାତି ଚିନ୍ତାରେ ଗ୍ରସ୍ତ ରହି ନିରନ୍ତର ଭାବୁଛନ୍ତି ଏବେ କଣ ହେବ। ଏପରିକି ଆପଣଙ୍କ ନିକଟତମ ଲୋକମାନେ, ଆପଣଙ୍କର ନିଜ ଲୋକ ଆପଣଙ୍କୁ ବିଶ୍ୱାସଘାତ କରିଛନ୍ତି ଏବଂ ଆପଣଙ୍କୁ ସମ୍ପୂର୍ଣ୍ଣ ଏକାକୀ ଅନୁଭବ କରାଇଛନ୍ତି। ଏହି ବର୍ଷର ଆରମ୍ଭରୁ ମାନସିକ ଚାପ ଆପଣଙ୍କୁ ନିଜ କବଳରେ ରଖିଛି। ତୁମେ ଏକ ଶାନ୍ତିପୂର୍ଣ୍ଣ ରାତିର ନିଦ୍ରା ଉପଭୋଗ କରିପାରୁନାହଁ। ତେଣୁ ଏବେ ଭଗବାନ ଶନି କଣ ଶେଷରେ ତୁମ ଉପରେ ତାଙ୍କର କୃପା ପ୍ରଦାନ କରିବେ। ତାଙ୍କ ଶତ୍ରୁର ରାଶିରେ ତାଙ୍କର ପ୍ରବେଶ କଣ ତୁମର ଭଲ ଦିନର ଆରମ୍ଭ ହେବ। ଆଜିର ଭିଡିଓରେ ମୁଁ 7ଟି ପ୍ରମୁଖ ଭବିଷ୍ୟବାଣୀ ବର୍ଣ୍ଣନା କରିଛି। ପ୍ରତ୍ୟେକ ବିନ୍ଦୁକୁ ଅତ୍ୟନ୍ତ ଧ୍ୟାନର ସହିତ ଶୁଣନ୍ତୁ ଏବଂ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଶାନ୍ତ ଏବଂ ସ୍ଥିର ମନରେ ଦେଖନ୍ତୁ, କାରଣ ପ୍ରଭୁ ଶନି ତାଙ୍କ ଶତ୍ରୁର ଘରେ ପ୍ରବେଶ ତୁମ ପାଇଁ ଖୁସିର ଉପହାର ଆଣିଦେବ। ତଥାପି ତାଙ୍କର ସତର୍କ ଦୃଷ୍ଟି ତୁମର କର୍ମ ଉପରେ ସ୍ଥିର ରହିଛି। ଯଦି ତୁମେ ଗୋଟିଏ ଭୁଲ କର ତେବେ ପ୍ରଭାବ ତୁରନ୍ତ ପ୍ରତିକୂଳ ହୋଇଯିବ। ତଥାପି ଯଦି ତୁମେ ଗୁରୁଙ୍କ ପରାମର୍ଶକୁ ପାଳନ କର ଏବଂ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖ, ତେବେ ତୁମେ କଣ କରିବାକୁ ହେବ ଏବଂ କଣ ଏଡାଇବାକୁ ହେବ ସେ ବିଷୟରେ ଏକ ସଠିକ ସ୍ପଷ୍ଟ ବୁଝାମଣା ପାଇବ। ଫଳସ୍ୱରୂପ ତୁମେ କୌଣସି ଅସୁବିଧାରେ ପଡିବ ନାହିଁ କିମ୍ବା ତୁମର ପ୍ରୟାସରେ ଆଉ କୌଣସି ବିଳମ୍ବର ସମ୍ମୁଖୀନ ହେବ ନାହିଁ, ବରଂ ତୁମେ ଏକ ଘାତାତ୍ମକ ରାତିରେ ବୃଦ୍ଧି ଏବଂ ପ୍ରଗତି ଅନୁଭବ କରିବ। ଦିନ ଦ୍ୱିଗୁଣିତ ଏବଂ ରାତିରେ 4 ଗୁଣିତ। କେବଳ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଏହା ଆପଣଙ୍କର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବ ଏବଂ ଆପଣଙ୍କ ଭବିଷ୍ୟତକୁ ପ୍ରକୃତରେ ଚମତ୍କାର ଏବଂ ଅସାଧାରଣ କରିବା ପାଇଁ ଆସିଛି। ଏହି ଭିଡିଓକୁ ଅଣଦେଖା କରିବାର ଭୁଲ କରନ୍ତୁ ନାହିଁ, କାରଣ ଭଗବାନ ଶନିଙ୍କର ଆଶୀର୍ବାଦ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ଧାର୍ଯ୍ୟ। ଆପଣଙ୍କୁ କେବଳ 3ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ପଡିବ। ଏହି କାର୍ଯ୍ୟଗୁଡିକ ବିଷୟରେ ପ୍ରତ୍ୟେକ ବିବରଣୀ ଏହି ଭିଡିଓ ମଧ୍ୟରେ ଆପଣଙ୍କ ନିକଟରେ ପ୍ରକାଶିତ ହେବ। ପ୍ରଥମ ଏବଂ ସର୍ବୋପରି ମୁଁ ଭଗବାନ ଶନିଙ୍କର ସମସ୍ତ ପ୍ରକୃତ ଭକ୍ତଙ୍କୁ ଏହି ଭିଡିଓଟିକୁ ଲାଇକ୍ କରିବାକୁ କରୁଛି। ଏହା ବ୍ୟତୀତ ଯେଉଁମାନେ ଆଜି କମେଣ୍ଟ ବକ୍ସରେ 3 ଥର ଜୟ ଶନିଦେବ ଲେଖନ୍ତି, ସେମାନେ କିଛି ପ୍ରକୃତ ଆଶ୍ଚର୍ଯ୍ୟଜନକ ଖବର ପାଇବେ। ଆଗାମୀ 24 ଘଣ୍ଟା ମଧ୍ୟରେ ଆପଣଙ୍କ ଜୀବନରେ ଘଟୁଥିବା 3ଟି ପ୍ରମୁଖ ଯନ୍ତ୍ରଣାଦାୟକ ଘଟଣା ଗୁଡିକୁ କେହି ରୋକିପାରିବେ ନାହିଁ। ଏହି ଘଟଣା ଗୁଡିକୁ ଘଟିବାରୁ ରୋକିବା ପାଇଁ କାହା ପାଖରେ ଶକ୍ତି ନାହିଁ, କାରଣ ମୁଁ ଜାଣେ ଯେ ଆପଣ ବର୍ତ୍ତମାନ ଆପଣଙ୍କ ଜୀବନର ଏକ ସ୍ମାରକୀ ଯୁଦ୍ଧ ଲଢୁଛନ୍ତି। ଆପଣ ଏବେ ସମ୍ପୂର୍ଣ୍ଣ କ୍ଳାନ୍ତ ହୋଇଯାଇଛନ୍ତି। ଆପଣ ହାର ମାନିବାର ସ୍ଥିତିରେ ପହଞ୍ଚି ଯାଇଛନ୍ତି। ଆପଣ ଆଉ ଜାଣିନାହାନ୍ତି କି କେଉଁ କାର୍ଯ୍ୟପନ୍ଥା ଗ୍ରହଣ କରିବେ। ସେଥିପାଇଁ ଆପଣ ଏହି ଛୋଟ ଭିଡିଓଟିକୁ କେବଳ କିଛି ମିନିଟ ଲମ୍ବା ଶେଷ ପର୍ଯ୍ୟନ୍ତ ଦେଖିବା ଉଚିତ। ମୁଁ ସମ୍ପୂର୍ଣ୍ଣ ନିଶ୍ଚିତତାର ସହିତ ଏହା କହୁଛି, ଆଜିର ଭିଡିଓ ଆପଣଙ୍କର ଅସ୍ତିତ୍ୱର ଅବସ୍ଥାକୁ ପରିବର୍ତ୍ତନ କରିବ। ଏହା ଆପଣଙ୍କର ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବ। ଏହା ଆପଣ ଯେଉଁ ପଥ ଉପରେ ଅଛନ୍ତି ତାହା ପୁନଃ ପରିଭାଷିତ କରିବ, କାରଣ ଏହି ଆଗାମୀ 24 ଘଣ୍ଟା ମଧ୍ୟରେ ଆପଣଙ୍କର ଏକ ଛୋଟ ଭୁଲ ମଧ୍ୟ ଆପଣଙ୍କର ସମଗ୍ର ପରିବାର ପାଇଁ ନଷ୍ଟ କରିପାରେ। ତଥାପି ଯଦି ଆପଣ ଏହି ଭିଡିଓର ବାର୍ତ୍ତାକୁ ଯତ୍ନ ଏବଂ ଠିକ ସହିତ ଶୁଣନ୍ତି, ତେବେ ଆପଣଙ୍କର ଶତ୍ରୁମାନେ ବନ୍ଧୁ ହୋଇଯିବେ। ଆପଣଙ୍କର ଶତ୍ରୁମାନେ ଆପଣ
ଆପଣଙ୍କର ପାଦ ତଳେ ପଡି କ୍ଷମା ଭିକ୍ଷା କରିବେ ଏବଂ ଆପଣଙ୍କର ଘର ଉପରେ ମାଡି ଆସୁଥିବା ବିପର୍ଯ୍ୟୟ ପବିତ୍ର ଆନନ୍ଦରେ ପରିଣତ ହେବ। ବନ୍ଧୁଗଣ, ଆଗାମୀ 24 ଘଣ୍ଟା ମଧ୍ୟରେ ଆପଣଙ୍କର ଗ୍ରହ କ୍ରମରେ ଏକ ବିରାଟ ପରିବର୍ତ୍ତନ ଘଟିବାକୁ ଯାଉଛି। ଏକ ବିରାଟ ପରିବର୍ତ୍ତନ। ଶନି ଗ୍ରହ ଏବଂ ରାହୁ ଏକ ବିରଳ ଏବଂ ଶକ୍ତିଶାଳୀ ସ୍ୱର୍ଗୀୟ ସଂଯୋଗ ସୃଷ୍ଟି କରିବାକୁ ଏକତ୍ରିତ ହେଉଛନ୍ତି। ଏକ ସମାନତା ଯାହା ଆପଣ ବହୁ ବର୍ଷ ଧରି ଅପେକ୍ଷା କରିଛନ୍ତି ଏବଂ ବର୍ତ୍ତମାନ ଭଗବାନ ଶନି ସ୍ୱୟଂ ଆପଣଙ୍କ ପାଖରେ ଦୃଢ ଭାବରେ ଠିଆ ହେବା ପାଇଁ ଆଗକୁ ଆସିଛନ୍ତି। ଏହାକୁ ବୁଝନ୍ତୁ, ଆଗାମୀ 24 ଘଣ୍ଟା ମଧ୍ୟରେ ଭଗବାନ ଶନି ଆପଣଙ୍କୁ ଏକ ସିଧାସଳଖ ସ୍ପଷ୍ଟ ସଂକେତ ପଠାଉଛନ୍ତି। ଆଗକୁ ବଢ, ମୁଁ ତୁମ ସହିତ ଠିଆ ହୋଇଛି। ହଁ ବନ୍ଧୁଗଣ, ଏହା କୌଣସି ମଜା ନୁହେଁ। ମୁଁ ଆପଣଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁନାହିଁ। ମୁଁ କେବଳ ଆପଣଙ୍କ ଜୀବନ ବିଷୟରେ ଏକ ଗଭୀର ସତ୍ୟ ପ୍ରକାଶ କରୁଛି। ଏକ ସତ୍ୟ ଯାହା ଏପର୍ଯ୍ୟନ୍ତ କେହି ଆପଣଙ୍କ ସହିତ ସେୟାର କରିନାହାନ୍ତି। ଆପଣଙ୍କର ନାମ ଅସ୍ତିତ୍ୱର 4ଟି କ୍ଷେତ୍ରରେ ପ୍ରତିଧ୍ୱନିତ ହେବା ଆରମ୍ଭ କରିସାରିଛି ଏବଂ ଖୁବ୍ ଶୀଘ୍ର ଆପଣଙ୍କର ଖ୍ୟାତି ବହୁ ଦୂରକୁ ପ୍ରତିଧ୍ୱନିତ ହେବ। ଯେଉଁମାନେ ଆପଣଙ୍କ ସହିତ ବିଶ୍ୱାସଘାତକତା କରିଥିଲେ, ସେହି ଶତ୍ରୁମାନେ ଯେଉଁମାନେ ନିନ୍ଦା ଏବଂ ଛଳନା ମାଧ୍ୟମରେ ଆପଣଙ୍କର ପ୍ରତିଷ୍ଠାକୁ କଳଙ୍କିତ କରିବାକୁ ଚେଷ୍ଟା କରିଥିଲେ, ସେମାନେ ଖୁବ୍ ଶୀଘ୍ର ଆପଣଙ୍କର ପାଦ ତଳେ ନତ ହେବାକୁ ଯାଉଛନ୍ତି। ବନ୍ଧୁଗଣ, ଆଗାମୀ 24 ଘଣ୍ଟା ମଧ୍ୟରେ ଆପଣଙ୍କର ଜୀବନ ମୂଳ ପର୍ଯ୍ୟନ୍ତ ଦୋହଲିବାକୁ ଯାଉଛି। କିନ୍ତୁ ଏହା ମନେ ରଖନ୍ତୁ ଏବଂ ମୋର କଥାକୁ ଭଲ ଭାବରେ ଚିହ୍ନିତ କରନ୍ତୁ। ଏହି ଆଗାମୀ 24 ଘଣ୍ଟା ମଧ୍ୟରେ ଆପଣଙ୍କର ଗୋଟିଏ ଛୋଟ ଭୁଲ ଆପଣଙ୍କର ଖୁସିକୁ ସମ୍ପୂର୍ଣ୍ଣ ନର୍କରେ ପରିଣତ କରିପାରେ। ଏହା ଆପଣଙ୍କ ଜୀବନର ପ୍ରତ୍ୟେକ ଆନନ୍ଦକୁ ସମ୍ପୂର୍ଣ୍ଣ ନଷ୍ଟ କରିପାରେ। ତେଣୁ ବନ୍ଧୁଗଣ, ଏହି 3ଟି ନିୟମ ମନେ ରଖନ୍ତୁ। ଏହି 3ଟି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁକୁ ବୁଝନ୍ତୁ। ଆଜି ଆପଣ ବିତାଇଥିବା ଏହି କିଛି ମିନିଟ ଆପଣଙ୍କ ଜୀବନର ଗତିପଥକୁ ଆଗାମୀ ଅନେକ ବର୍ଷ ପାଇଁ ନିର୍ଣ୍ଣୟ କରିବ। ଏହା ନିଶ୍ଚିତ ଭାବରେ କଣ ଘଟଣା ଘଟିବ ତାହା ଆକୃତି ଦେବ। ତେଣୁ ଦୟାକରି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଥମ ଏବଂ ସର୍ବୋପରି ବନ୍ଧୁମାନେ, ଯେତେବେଳେ ସମସ୍ତେ ଆପଣଙ୍କର ଜୀବନ ବିଷୟରେ ଭଲ କଥା କହିବାକୁ ଅଛନ୍ତି, ସେତେବେଳେ କିଏ ଆପଣଙ୍କୁ ଭୁଲ ଗୁଡ଼ିକ ଦର୍ଶାଉଛି? କେଉଁ ନିର୍ଦ୍ଦିଷ୍ଟ ତ୍ରୁଟି ଯୋଗୁଁ ଆପଣ ଏତେ ବର୍ଷ ଧରି ଆପଣଙ୍କର ଜୀବନରେ ଏତେ କଷ୍ଟର ସମ୍ମୁଖୀନ ହେଉଛନ୍ତି? ଆପଣଙ୍କର ଜୀବନରେ କାହିଁକି ଏତେ ସଙ୍କଟ ଲଗାତାର ଉପୁଜୁଛି? ବନ୍ଧୁମାନେ, ଏହା କେବଳ ଏକ ସଂଯୋଗ ନୁହେଁ। ସମୟ ଥିବା ସମୟରେ ଜାଗ୍ରତ ହେବା ଏବଂ ଆପଣଙ୍କ ତ୍ରୁଟି ଗୁଡ଼ିକୁ ସଂଶୋଧନ କରିବା ପାଇଁ ଏକ ଜରୁରୀ ବାର୍ତ୍ତା। ବନ୍ଧୁଗଣ, ପ୍ରଥମେ ଆପଣଙ୍କୁ ଏହା ମନେ ରଖିବାକୁ ପଡିବ, ଆପଣଙ୍କର ଗୁପ୍ତ ଶତ୍ରୁମାନଙ୍କର ସଂଖ୍ୟା, ସେହି ଗୁପ୍ତ ଶତ୍ରୁମାନେ ଦିନକୁ ଦିନ ବୃଦ୍ଧି ପାଉଛନ୍ତି। ଆପଣ ପୂର୍ବରୁ ଲକ୍ଷ୍ୟ କରିଥିବେ ଯେ ଆପଣଙ୍କର ଜୀବନ ଆଉ ପ୍ରକୃତରେ ଆପଣଙ୍କ ହାତରେ ନାହିଁ। ଅନ୍ୟ ଲୋକମାନେ ଆପଣଙ୍କର ଜୀବନରେ କଣ ଘଟେ ଏବଂ କେବେ ଘଟେ ତାହା ନିର୍ଦ୍ଦେଶ ଦେବା ଆରମ୍ଭ କରିଛନ୍ତି। ଲୋକମାନେ ଆପଣଙ୍କୁ ସେମାନଙ୍କ କଥାରେ ଫସାଇ, ସେମାନଙ୍କ ଯୋଜନାରେ ଫସାଇ ଆପଣଙ୍କ ଉପରେ ଚାପ ପକାଇବା ଆରମ୍ଭ କରୁଛନ୍ତି। ଆପଣଙ୍କୁ ଏହା ସ୍ପଷ୍ଟ ଭାବରେ ବୁଝିବାକୁ ପଡିବ। ଗତ କିଛି ବର୍ଷ ଧରି ଆପଣଙ୍କର ଜୀବନରେ କଣ ଘଟୁଛି ତାହା ଆପଣ ଠିକ ଭାବରେ ବୁଝିପାରୁନାହାନ୍ତି। ଆପଣ ଆପଣଙ୍କର ଦୈନନ୍ଦିନ ଜୀବନରେ ସମ୍ପୂର୍ଣ୍ଣ ଭାବରେ ଫସି ଯାଇଛନ୍ତି। ସକାଳେ ଉଠିବା, ଅଫିସ ଯିବା, କାମ କରିବା, ଖାଇବା, ଘରକୁ ଫେରିବା, ମୋବାଇଲ ଫୋନ ସହିତ ଟିକିଏ ସମୟ ବିତାଇବା ଏବଂ ତାପରେ ଶୋଇବା। ଆପଣ ଏହି ଚକ୍ରରେ ସମ୍ପୂର୍ଣ୍ଣ ଭାବରେ ଫସି ଯାଇଛନ୍ତି ଏବଂ ଫଳସ୍ୱରୂପ ସାମାନ୍ୟ କଥାକୁ ନେଇ ଘରୋଇ ବିବାଦ ବାରମ୍ବାର ସୃଷ୍ଟି ହୁଏ। ସାମାନ୍ୟ କଥାକୁ ନେଇ ଘରୋଇ ବିବାଦରେ ଆପଣଙ୍କ ଘରେ ଝଗଡା ଏବଂ ଯୁକ୍ତିତର୍କ ଆରମ୍ଭ ହୁଏ। ପୂର୍ବରୁ ଆପଣଙ୍କର ଘରୋଇ ଜୀବନରେ ଅପାର ଶାନ୍ତି ଥିଲା। ଯେତେବେଳେ ତୁମ ପାଖରେ କମ ଟଙ୍କା ଥିଲା, ତୁମେ ହୁଏତ ଏକ ସମ୍ମାନଜନକ ଚାକିରି କରିନଥିଲ, ତଥାପି ତୁମେ ଗଭୀର ଶାନ୍ତି ପାଇଥିଲ। ତୁମେ ପ୍ରଚୁର ଖୁସିର ଆଶୀର୍ବାଦ ପାଇଥିଲ। କିନ୍ତୁ ଏବେ ତୁମେ ଟଙ୍କାର ଅଭାବର ସମ୍ମୁଖୀନ ହେଉଛ ଏବଂ ସେହି ସମୟରେ ତୁମର ଜୀବନରୁ ପ୍ରତ୍ୟେକ ଖୁସି ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଛି। କେତେକ ସମୟରେ ତୁମ ଜୀବନରେ ପ୍ରବେଶ କରିଥିବା ଛୋଟ ଛୋଟ ଖୁସି, ଯେଉଁ ମୁହୂର୍ତ୍ତ ଗୁଡ଼ିକୁ ତୁମେ ମହାନ ପର୍ବ ଭାବରେ ପାଳନ କରୁଥିଲ, ତୁମର ଶତ୍ରୁମାନଙ୍କ ଦ୍ୱାରା ନିକ୍ଷେପ କରାଯାଇଥିବା ମନ୍ଦ ଦୃଷ୍ଟିର ଶିକାର ହୋଇଛି। ଏହି ଖୁସି ଗୁଡ଼ିକ ତୁମର ବିରୋଧୀମାନଙ୍କ ଦ୍ୱାରା ନଷ୍ଟ ହୋଇଯାଇଛି।
ଏବଂ ବନ୍ଧୁଗଣ ଏହି ଶତ୍ରୁମାନେ ଯେଉଁମାନେ ତୁମର ଖୁସି ପାଇଁ ଇର୍ଷାରେ ଚଳୁଛନ୍ତି ସେମାନେ ଅପରିଚିତ ନୁହନ୍ତି। ସେମାନେ ଏପରି ଲୋକ ଯେଉଁମାନେ ତୁମର ବହୁତ ନିକଟତର। ସେମାନେ ଏପରି ବ୍ୟକ୍ତି ଯେଉଁମାନେ ତୁମକୁ ଗଭୀର ଭାବରେ ଜାଣନ୍ତି ଏବଂ ତୁମକୁ ଗଭୀର ଭାବରେ ବୁଝନ୍ତି। ଏବଂ ବନ୍ଧୁଗଣ ଏହି ଲୋକମାନେ ଏକ ପ୍ରକାରେ ତୁମର ଘରର ଦ୍ୱାରବନ୍ଧ ଉପରେ ଏକ ବନ୍ଧନ ସୃଷ୍ଟି କରିଛନ୍ତି। ଖୁସି ସେହି ଦ୍ୱାରବନ୍ଧ ପାର କରି ତୁମ ଘରେ ପ୍ରବେଶ କରିବାକୁ ଅସମର୍ଥ। ସେମାନେ ତୁମ ଘରକୁ ଏତେ ଅତ୍ୟଧିକ ନକାରାତ୍ମକତାରେ ପରିପୂର୍ଣ୍ଣ କରିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଅନ୍ଧକାର ଶକ୍ତିରେ ପରିପୂର୍ଣ୍ଣ ହୋଇଯାଇଛି। ସେଥିପାଇଁ ତୁମେ ନିଶ୍ଚୟ ଲକ୍ଷ୍ୟ କରିଥିବ ଯେ କିଛି ସମୟ ଧରି ତୁମ ଜୀବନରେ ଅଜବ ଏବଂ ଅବର୍ଣ୍ଣନୀୟ ଘଟଣାମାନ ଘଟୁଛି। ଟଙ୍କା କେବଳ ତୁମ ଘରେ ଅଧିକ ସମୟ ପାଇଁ ରହୁନାହିଁ, ଏହା ଆସୁଛି ଏବଂ ଗୋଟିଏ ଜିନିଷରେ ଅଯଥା ଖର୍ଚ୍ଚ କରିବା ପାଇଁ। ବାରମ୍ବାର ପରିବାରର ଜଣେ ପରେ ଜଣେ ସଦସ୍ୟ ଅସୁସ୍ଥ ହେଉଛନ୍ତି। କାହାର ମୁଣ୍ଡ ବିନ୍ଧା ହେଉଛି, କାହାର ହଠାତ୍ ଅଙ୍ଗ ପ୍ରତ୍ୟଙ୍ଗ ଯନ୍ତ୍ରଣା ହେଉଛି, ଆଉ କାହାକୁ ହଠାତ୍ ଜ୍ୱର ହେଉଛି। ନୂତନ ରୋଗ ଏବଂ ବିଭିନ୍ନ ଅସୁବିଧା ତୁମ ଜୀବନକୁ କଷ୍ଟ ଦେବା ଆରମ୍ଭ କରିଛି। ଫଳସ୍ୱରୂପ ଔଷଧ ଏବଂ ହସ୍ପିଟାଲରେ ତୁମର ଖର୍ଚ୍ଚ ଆକାଶ ଛୁଆଁ ହୋଇଛି। ପରିସ୍ଥିତି ଯେକୌଣସି ହେଉ ତୁମେ କୌଣସି ଟଙ୍କା ସଞ୍ଚୟ କରିପାରୁନାହଁ। ତୁମର ଘରେ ଥିବା ଜିନିଷ ଗୁଡ଼ିକ ଯାହା ସମ୍ପୂର୍ଣ୍ଣ ଭଲ ଭାବରେ କାମ କରୁଥିଲା ତାହା ହଠାତ୍ ଭାଙ୍ଗିଯାଏ। ଏକ ଟିଭି ଯାହା ସୁରୁଖୁରୁରେ ଚାଲୁଥିଲା ତାହା ହଠାତ୍ ବନ୍ଦ ହୋଇଯାଏ। ତୁମର ମୋବାଇଲ ଫୋନ ଖରାପ ହୋଇଯାଏ। ରେଫ୍ରିଜରେଟର ଖରାପ ହୋଇଯାଏ। ୱାସିଂ ମେସିନ କାମ କରିବା ବନ୍ଦ କରିଦିଏ। ତୁମ ପରିବାରରେ ବିଭିନ୍ନ ପ୍ରକାରର ଖର୍ଚ୍ଚ ଦିନକୁ ଦିନ ବଢି ଚାଲିଛି। ମୋର ବନ୍ଧୁଗଣ, ଏସବୁ ସେହି ଗୁପ୍ତ ଶତ୍ରୁମାନଙ୍କ ହେତୁ ହେଉଛି ଯେଉଁମାନେ ତୁମ ପଛପଟେ ତୁମ ଘରର ଖୁସି ଉପରେ ଖରାପ ନଜର ପକାଇଛନ୍ତି। ଏବଂ ଏହି ଲୋକମାନେ ଏପରି ବ୍ୟକ୍ତି ଯେଉଁମାନେ ତୁମ ଘରକୁ ବାରମ୍ବାର ଆସିଥାନ୍ତି। ମୋର କଥା ଶୁଣ, ସେମାନଙ୍କୁ ଅଣଦେଖା କର ନାହିଁ। ମୁଁ ତୁମକୁ ଯାହା କହିବାକୁ ଯାଉଛି ଏହାକୁ ଲେଖି ରଖ, କାରଣ ମୁଁ ତୁମକୁ ଗ୍ୟାରେଣ୍ଟି ଦେଉଛି ଯେ ଆଉ କେହି ତୁମକୁ ଏତେ ଗଭୀର ସତ୍ୟ ପ୍ରକାଶ କରିବେ ନାହିଁ। ଯେତେବେଳେ ତୁମ ବ୍ୟବସାୟରେ ଟଙ୍କା ପ୍ରବାହିତ ହୁଏ, ଯେତେବେଳେ ତୁମେ କାମ ସମ୍ବନ୍ଧୀୟ କାମ ପାଇଁ ବାହାରକୁ ଯାଅ, ଟଙ୍କା କେଉଁଠାରୁ ଆସେ ଏବଂ କେଉଁଠାକୁ ଯାଏ ଏହି ଶତ୍ରୁ ପ୍ରତ୍ୟେକ ବିବରଣୀ ଜାଣେ ଏବଂ ଏହି କାରଣରୁ ସେ ପୂର୍ବରୁ ଏକ ବଡ଼ ଫାଶ ବିଛାଇ ସାରିଛି। ସେ ତୁମର ବିନାଶ ଆଣିବା ପାଇଁ ଏକ ମହାନ ଷଡ଼ଯନ୍ତ୍ର ରଚିଛି। ଏବଂ ଯେତେବେଳେ ତୁମ ଜୀବନରେ ଏକ ଭଲ ପର୍ଯ୍ୟାୟ ଆରମ୍ଭ ହୁଏ, ଉଦାହରଣ ସ୍ୱରୂପ ତୁମେ ଏକ ନୂତନ ଯାନ କିଣିବାକୁ ଯୋଜନା କରୁଛ ଏବଂ ଯଦି ଏହି ଶତ୍ରୁମାନେ ଏହା ଜାଣି ନିଅନ୍ତି, ତେବେ ସେମାନେ ଏପରି ଦୂଷିତ ଦୃଷ୍ଟି ପକାଇବେ ଏବଂ ଏପରି ନକାରାତ୍ମକ ଶବ୍ଦ କହିବେ ଯେ ତୁମର ଯୋଜନା କେବେ ସଫଳ ହେବ ନାହିଁ। ମୁଁ ଏହା ସମ୍ପୂର୍ଣ୍ଣ ଦୃଢ ବିଶ୍ୱାସ ଏବଂ ଗ୍ୟାରେଣ୍ଟି ସହିତ କହୁଛି। ଏହାକୁ ହାଲୁକା ଭାବରେ ନିଅ ନାହିଁ କିମ୍ବା ମଜା ଭାବରେ ନିଅ ନାହିଁ। ମୋତେ ମନ୍ତବ୍ୟ ବିଭାଗରେ କୁହ, ଏହା ତୁମ ଜୀବନରେ ପୂର୍ବରୁ ଅନେକ ଥର ଘଟିଛି ନା ନାହିଁ। ଯଦି ମୁଁ ସତ୍ୟ କହୁଛି ତେବେ ମନ୍ତବ୍ୟ ବିଭାଗରେ ନିଶ୍ଚିତ ଭାବରେ କୁହନ୍ତୁ, ହଁ ଗୁରୁଦେବ, ତୁମେ ସମ୍ପୂର୍ଣ୍ଣ ସତ୍ୟ କହୁଛ। ଆମର ପ୍ରୟାସ ଗୁଡ଼ିକ ସମ୍ପୂର୍ଣ୍ଣ ହେବାର ଦ୍ୱାର ଦେଶରେ ପଡ଼ିବା ପରି ମନେ ହେଉଛି। ଆମ ପରିବାର ଭିତରେ ଖର୍ଚ୍ଚ ବଢିବା ଆରମ୍ଭ ହୋଇଛି। ଏହା ବ୍ୟତୀତ ବିଭିନ୍ନ ରୋଗ ଆମକୁ କଷ୍ଟ ଦେଉଛି। ଔଷଧ ଏବଂ ହସ୍ପିଟାଲ ବିଲ୍ ପାଇଁ ଯଥେଷ୍ଟ ପରିମାଣର ଅର୍ଥ ଖର୍ଚ୍ଚ ହେଉଛି। ମୋତେ କୁହନ୍ତୁ, ଆପଣ କଣ ଏଥିରେ ସହମତ? ଯଦି ହଁ, ତେବେ କୁହନ୍ତୁ, ହଁ ଗୁରୁଦେବ, ଆପଣ ସତ୍ୟ କହୁଛନ୍ତି। ବନ୍ଧୁମାନେ, ଆଗାମୀ 24 ଘଣ୍ଟା ମଧ୍ୟରେ ଆପଣଙ୍କର ଉଦ୍ଦେଶ୍ୟ ଏବଂ ଯୋଜନା ଗୁଡ଼ିକୁ ନିଜ ପାଖରେ ରଖିବା ପାଇଁ ଅତ୍ୟନ୍ତ ସତର୍କ ରୁହନ୍ତୁ। କୌଣସି କାର୍ଯ୍ୟ କିମ୍ବା ବିଷୟ ସମ୍ପୂର୍ଣ୍ଣ ସମାପ୍ତ ନ ହେବା ପର୍ଯ୍ୟନ୍ତ ପ୍ରଚାର କରନ୍ତୁ ନାହିଁ। ଆପଣ ଯେଉଁମାନଙ୍କୁ ଭେଟିବେ ସେମାନଙ୍କ ନିକଟରେ ଆପଣଙ୍କର ଜୀବନର ଖୁସି ପ୍ରସାରଣ କରିବାର ଭୁଲ କରନ୍ତୁ ନାହିଁ। ଆପଣ କଣ କରିବାକୁ ଯାଉଛନ୍ତି କିମ୍ବା ଆଗାମୀ ଦିନ ଏବଂ ସମୟ ବିଷୟରେ ଆପଣ କଣ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା କାହାକୁ ଜଣାନ୍ତୁ ନାହିଁ। ଆପଣ ଯାହା ଯୋଜନା ପ୍ରସ୍ତୁତ କରିଛନ୍ତି, ମୋର ପିଲା, କୌଣସି ପରିସ୍ଥିତିରେ କିମ୍ବା କୌଣସି ଦୃଷ୍ଟିକୋଣ ଦ୍ୱାରା ଅନ୍ୟ କାହାକୁ ସେଗୁଡ଼ିକୁ ଆବିଷ୍କାର କରିବାକୁ ଦିଅନ୍ତୁ ନାହିଁ, ନଚେତ୍ ଆପଣଙ୍କ ଶତ୍ରୁମାନେ ଆପଣଙ୍କ ସମସ୍ତ ଖୁସି ନଷ୍ଟ କରିଦେବେ। ସେହି ସମୟରେ ଏହି 24 ଘଣ୍ଟା ମଧ୍ୟରେ ଆପଣଙ୍କର ବ୍ୟବସାୟିକ ପ୍ରୟାସରେ ପ୍ରଗତି ଏବଂ ଅଭିବୃଦ୍ଧିର ଦୃଢ ସଂକେତ ଦେଖାଯାଉଛି। ବର୍ଷ ବର୍ଷ ଧରି ଅଟକି ରହିଥିବା କାର୍ଯ୍ୟଗୁଡ଼ିକ, ଯେଉଁ ପ୍ରକଳ୍ପ ଗୁଡ଼ିକରେ ଆପଣ ଅପାର ପରିଶ୍ରମ ଏବଂ କଠିନ ପରିଶ୍ରମ କରିଥିଲେ,
ତଥାପି ଯାହା ସ୍ଥିର କିମ୍ବା ଅଟକି ରହିଥିଲା ଏବେ ଏହି 24 ଘଣ୍ଟା ମଧ୍ୟରେ ବହୁତ ସହଜରେ ସମାପ୍ତ ହେବା ପାଇଁ ପ୍ରସ୍ତୁତ ଦେଖାଯାଉଛି। ତେଣୁ ସତର୍କ ରୁହନ୍ତୁ। ଯଦି କୌଣସି ସୁଯୋଗ ଏବେ ଆପଣଙ୍କ ସାମ୍ନାରେ ଆସିଥାଏ ତେବେ ସେହି ସୁଯୋଗକୁ ଆପଣଙ୍କ ଆଙ୍ଗୁଠିରୁ ଖସି ଯିବାକୁ ଦିଅନ୍ତୁ ନାହିଁ। ସୁଯୋଗ ଛୋଟ ହେଉ କି ବଡ଼ ଏହାକୁ ଖୋଲା ହାତରେ ଗ୍ରହଣ କରନ୍ତୁ। ଏହା ବ୍ୟତୀତ ବନ୍ଧୁମାନେ ଏହି 24 ଘଣ୍ଟା ମଧ୍ୟରେ 3ଟି ନିର୍ଦ୍ଦିଷ୍ଟ ନିୟମ ଗ୍ରହଣ କରନ୍ତୁ। ଯଦି ଆପଣ ଏହି 3ଟି ନିୟମ ପାଳନ କରନ୍ତି ମୁଁ ଆପଣଙ୍କୁ ମୋର ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଉଛି କେହି ଆପଣଙ୍କୁ କୌଣସି କ୍ଷତି ପହଞ୍ଚାଇ ପାରିବେ ନାହିଁ। ଆପଣଙ୍କର ଶତ୍ରୁମାନେ ଯେତେ ପ୍ରୟାସ କରେ ମଧ୍ୟ କିମ୍ବା ସେମାନେ ଯେତେ ଚେଷ୍ଟା କରେ ମଧ୍ୟ ସେମାନେ ଆପଣଙ୍କ ଉପରେ କୌଣସି କ୍ଷତି ପହଞ୍ଚାଇବା ପାଇଁ ଶକ୍ତିହୀନ ହେବେ। ପ୍ରଥମ କଥା ହେଉଛି ଏହା ମନେ ରଖିବା ଆପଣଙ୍କର ଉପଯୁକ୍ତ ଦିନାନୁକ୍ରମ ପାଳନ କରନ୍ତୁ। ସମସ୍ତ ଆଳସ୍ୟକୁ ଦୂରେଇ ଦିଅନ୍ତୁ। ଆପଣ ପୂର୍ବରୁ ଆପଣଙ୍କର ଜୀବନରେ ଅନେକ ଥର ଏହି ଭୁଲ କରିଛନ୍ତି। ନିଜକୁ କହୁଛନ୍ତି ମୁଁ ଏହି କାମ କାଲି କରିବି କିମ୍ବା ପରଦିନ କରିବି। ଏପରି କରି ଆପଣ ଅନେକ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି ଏବଂ ଆପଣଙ୍କର ପାଖକୁ ଆସିଥିବା ସୁଯୋଗ ଗୁଡ଼ିକୁ ହାତ ଛଡା କରିଛନ୍ତି। ବନ୍ଧୁଗଣ ଆପଣ ଏପରି ଅନେକ ସୁଯୋଗକୁ ନଷ୍ଟ କରିଛନ୍ତି। ଆପଣ ସେହି ମୁହୂର୍ତ୍ତକୁ ହାତ ଛଡା କରିବାରେ ଏବଂ ଯେକୌଣସି ସୁଯୋଗର ସର୍ବୋତ୍ତମ ଉପଯୋଗ କରିବାରେ ବିଫଳ ହୋଇଛନ୍ତି। ତେଣୁ ଆଗାମୀ 24 ଘଣ୍ଟା ମଧ୍ୟରେ ଗୋଟିଏ ଜିନିଷ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ପ୍ରଥମେ ଆପଣଙ୍କର ଅଭ୍ୟାସ ପରିବର୍ତ୍ତନ କରନ୍ତୁ। ଯେତେବେଳେ ଏକ ସୁଯୋଗ ଆସିଥାଏ ସେତେବେଳେ ଏହାକୁ 2 ହାତରେ ଗ୍ରହଣ କରନ୍ତୁ। ଆପଣଙ୍କର ଆଳସ୍ୟକୁ ପରିତ୍ୟାଗ କରନ୍ତୁ ଏବଂ ଯେତେବେଳେ ଏକ ସୁଯୋଗ ଆସେ ସମ୍ପୂର୍ଣ୍ଣ ପରିଶ୍ରମ ଏବଂ ଅଟଳ ସମର୍ପଣ ସହିତ କାର୍ଯ୍ୟରେ ବୁଡ଼ି ରୁହନ୍ତୁ। ଏହି ସୁଯୋଗକୁ ଆପଣ ହାତରୁ ଖସି ଯିବାକୁ ଦିଅନ୍ତୁ ନାହିଁ। ଦେଖନ୍ତୁ ଆପଣ ଏବଂ ମୁଁ ଭଲ ଭାବରେ ଜାଣୁ ଯେ ଗତ କିଛି ବର୍ଷ ଧରି ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କର ଜୀବନ ନିରନ୍ତର ଉପର ଏବଂ ତଳ ଦ୍ୱାରା ଚିହ୍ନିତ ହୋଇଛି। ଆପଣଙ୍କର ଜୀବନରେ ନୂତନ ଦୁଃଖ ଏବଂ ନୂତନ ଅସୁବିଧା ଆସୁଛି। ଆପଣ ସମ୍ପୂର୍ଣ୍ଣ ଭାବରେ କ୍ଷତି ଅନୁଭବ କରୁଛନ୍ତି। ପରବର୍ତ୍ତୀ କଣ କରିବେ ସେ ବିଷୟରେ ଅନିଶ୍ଚିତ। ଗଭୀର ଭାବରେ ଆପଣ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଆପଣଙ୍କର ହୃଦୟର ଗଭୀରତାରେ ଆପଣଙ୍କର ମନ ଗଭୀର ଭାବରେ ଅଶାନ୍ତ ହୋଇଗଲାଣି। କିନ୍ତୁ ବାହାରେ ଆପଣ ସବୁବେଳେ ହସୁଥିବା ଭଳି ଦେଖାଯାଉଛନ୍ତି। ଯେତେବେଳେ ଆପଣ କାହାକୁ ଭେଟୁଛନ୍ତି ଆପଣ ଏକ ଖୁସି ସହ ହାତ ମିଳାଉଛନ୍ତି। ତୁମର ଶତ୍ରୁମାନେ ଭାବିବାକୁ ଆରମ୍ଭ କରନ୍ତି ବାଃ ଦେଖ ଏହି ବ୍ୟକ୍ତି କେତେ ଖୁସି। ସେମାନଙ୍କ ଜୀବନରେ ଗୋଟିଏ ବି ଚିନ୍ତା ନାହିଁ। ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ। ଏହି ବ୍ୟକ୍ତି ସର୍ବଦା ଖୁସି। ଆପଣଙ୍କର ଶତ୍ରୁମାନେ ସର୍ବଦା ଏହା ହିଁ ଅନୁମାନ କରନ୍ତି। କିନ୍ତୁ ସତ୍ୟ କଣ ତାହା ଆପଣ ନିଜେ ଜାଣନ୍ତି। ଆମେ ଜାଣୁ ଯେ ଆପଣ ପ୍ରତିଦିନ ଏକ ଯୁଦ୍ଧ ଲଢୁଛନ୍ତି। ଆପଣଙ୍କର ଜୀବନ ପାଇଁ ଏକ ଯୁଦ୍ଧ। ଆପଣ ଏକ ନିରନ୍ତର ସଂଘର୍ଷରେ ଲିପ୍ତ ଅଛନ୍ତି ଏବଂ ବର୍ତ୍ତମାନ ଆପଣ ଭାଙ୍ଗି ପଡ଼ିଛନ୍ତି। ଅନେକ ଥର ଏକା ବସି ଆପଣ ଅଗଣିତ ଲୁହ ଢାଳିଛନ୍ତି। ଅନେକ ଥର ଏକାନ୍ତରେ ବସି ଆପଣ କାନ୍ଦିଛନ୍ତି। ଅସୀମ ଘଣ୍ଟା ଘଣ୍ଟା ବିତାଇଛନ୍ତି ଏହା ଭାବି ଭବିଷ୍ୟତରେ ମୋର ଜୀବନର କଣ ହେବ, ମୁଁ କଣ କରିବା ଉଚିତ, କଣ କରିବା ଅନୁଚିତ ଏବଂ ଆଗକୁ କଣ ଅଛି କଣ ନାହିଁ। ସମସ୍ତ ପ୍ରକାରର ଚିନ୍ତାଧାରା ଏବଂ ପ୍ରଶ୍ନ ଆପଣଙ୍କ ମନରେ ଘୁରି ବୁଲୁଛି। ତଥାପି ଆଜି ପର୍ଯ୍ୟନ୍ତ ଆପଣ ସେମାନଙ୍କ ମଧ୍ୟରୁ କୌଣସିଟିର ଏକ ବି ସନ୍ତୋଷଜନକ ଉତ୍ତର ପାଇନାହାନ୍ତି ଏବଂ ଏହା ହେଉଛି ଆପଣ ଆପଣଙ୍କର ଜୀବନରେ ସଂଘର୍ଷ ଜାରି ରଖିବାର ପ୍ରକୃତ କାରଣ। ଏପର୍ଯ୍ୟନ୍ତ ଆପଣ ଆଶ୍ୱସ୍ତିର ନିଶ୍ୱାସ ନେଇପାରିନାହାନ୍ତି। ଠିକ ରାତିରେ ନିଦ୍ରା ମଧ୍ୟ ପାଇପାରୁନାହାନ୍ତି। ଆପଣ ନିଜେ ଜାଣନ୍ତି ଆପଣ ଏହି ଚିନ୍ତା ଦ୍ୱାରା ଅଗଣିତ ରାତି ଜାଗ୍ରତ ହୋଇ ବିତାଇଛନ୍ତି। ଘଣ୍ଟା ଘଣ୍ଟା ଚିନ୍ତା କରିଛନ୍ତି ଆଗାମୀ ଦିନରେ ଆପଣ କଣ କରିବେ। ଅଟକି ରହିଥିବା କାର୍ଯ୍ୟ ଗୁଡ଼ିକ, ଅଟକି ରହିଥିବା ଟଙ୍କା ଶେଷରେ ପାଇବେ କି ନାହିଁ। ଆପଣଙ୍କର ପ୍ରକଳ୍ପ ଗୁଡ଼ିକ ସମାପ୍ତିରେ ପହଞ୍ଚିବ କି ନାହିଁ। ଆପଣ ଏକ ଚାକିରି ପାଇବେ ନା ନାହିଁ। ଏହି ଦୁଃଖ କଷ୍ଟ କେବଳ ଆପଣଙ୍କ ଜୀବନରେ ରହିବ ନା ଦୂର ହେବ। ଏପରି ଅନେକ ଚିନ୍ତାଧାରା ଆପଣଙ୍କର ମନକୁ ଆଘାତ ଦେଇଛି ଏବଂ ବର୍ତ୍ତମାନ ସୁଦ୍ଧା ଆପଣ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଭଳି ଅନୁଭବ କରୁଛନ୍ତି। ଆପଣ ସେହି ସ୍ଥାନରେ ପହଞ୍ଚିଛନ୍ତି ଯେଉଁଠାରେ ଆପଣ ସମ୍ପୂର୍ଣ୍ଣ ଭାବରେ ହାର ମାନିବାକୁ ପ୍ରସ୍ତୁତ।
କିନ୍ତୁ ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହେଁ, ଆଗାମୀ 24 ଘଣ୍ଟା ଶନି ଏବଂ ରାହୁଙ୍କ ସହିତ ଏକ ପ୍ରମୁଖ ଗ୍ରହ ପରିବର୍ତ୍ତନ ଦ୍ୱାରା ଚିହ୍ନିତ। ଆପଣ ଜୀବନରେ କୌଣସି ସାଧାରଣ ସମୟ ହେବ ନାହିଁ। ଏହି ପରିବର୍ତ୍ତନ ଆପଣଙ୍କର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବାକୁ ଯାଉଛି। ଆପଣଙ୍କ ଜୀବନରେ ଅନେକ ଘଟଣା ଘଟିବାକୁ ଯାଉଛି, ଏପରି ଅସାଧାରଣ ଘଟଣା ଯାହା ଆପଣ କେବେ କଳ୍ପନା କରିପାରିବେ ନାହିଁ, ଆପଣଙ୍କର ସ୍ୱପ୍ନରେ ମଧ୍ୟ ନୁହେଁ। ଏହା ବ୍ୟତୀତ ମୁଁ ଆପଣଙ୍କୁ ପରାମର୍ଶ ଦେଉଛି ଯେ ଏହି 24 ଘଣ୍ଟା ମଧ୍ୟରେ ଆପଣ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟଶୈଳୀକୁ ପରିବର୍ତ୍ତନ କରିବା ପାଇଁ ଏକ ସଚେତନ ପ୍ରୟାସ କରନ୍ତୁ। ଭାବନ୍ତୁ, ଆମେ କାହିଁକି ଟଙ୍କା ରୋଜଗାର କରୁ? ଆମେ ଆନ୍ତରିକ ଖୁସି ପାଇବା ପାଇଁ ଏହା କରୁ, ମନର ଶାନ୍ତି ପାଇବା ପାଇଁ କରୁ। ଆମେ ରୋଜଗାର କରୁ ଯାହା ଦ୍ୱାରା ଆମେ ଆମର ପରିବାର ଏବଂ ପ୍ରିୟଜନଙ୍କ ସହିତ ଯାତ୍ରା କରିପାରିବା, ଛୁଟିର ମଜା ନେଇପାରିବା ଏବଂ ଆରାମ ଏବଂ ଶାନ୍ତିରେ ଆମର ଜୀବନ ବଞ୍ଚିପାରିବା। ଏହା ହିଁ ଏକମାତ୍ର କାରଣ ଯାହା ଦ୍ୱାରା ସମସ୍ତେ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରନ୍ତି, ତଥାପି ପ୍ରକୃତ ଆରାମ, ଶାନ୍ତି ଏବଂ ଖୁସି ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଯାଉଥିବା ପରି ମନେ ହେଉଛି। ଏକ ଅର୍ଥରେ ଆପଣ ନିଜ ଦ୍ୱାରା ତିଆରି ଏକ ଜେଲ୍ ଭିତରେ ଫସି ଯାଇଛନ୍ତି, ଏକ ଫାଶରେ ଫସି ଯାଇଛନ୍ତି ଯେଉଁଥିରୁ ଆପଣ ଖସି ପାରୁନାହାନ୍ତି। ସେଥିପାଇଁ ମୁଁ ଆଜି ଆପଣଙ୍କୁ ଏକ ବହୁତ ସରଳ, ବହୁତ ସହଜ ସମାଧାନ ପ୍ରଦାନ କରୁଛି। ଏହାକୁ ଆପଣଙ୍କ ଜୀବନରେ ସାମିଲ କରନ୍ତୁ, ଏହାକୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରନ୍ତୁ। କେବଳ ଗୋଟିଏ ଦିନ ପାଇଁ ଆପଣଙ୍କର ସମସ୍ତ କାମ ଏବଂ ଦାୟିତ୍ୱରୁ ସମ୍ପୂର୍ଣ୍ଣ ବିରତି ନିଅନ୍ତୁ। କୌଣସି କାମରେ ଲିପ୍ତ ହୁଅନ୍ତୁ ନାହିଁ। ସେହି ଦିନ କେବଳ ସେହି କାମ କରନ୍ତୁ ଯାହା ଆପଣ ପ୍ରକୃତରେ ଉପଭୋଗ କରନ୍ତି। ଏପରି କାର୍ଯ୍ୟକଳାପ ଯାହା ଆପଣଙ୍କର ହୃଦୟକୁ ଆନନ୍ଦ ଏବଂ ସନ୍ତୋଷ ଦେଇଥାଏ। ଅତି କମରେ ଗୋଟିଏ ଦିନ ନିଜ ପାଇଁ ଉତ୍ସର୍ଗ କରନ୍ତୁ ଏବଂ ସେହି ଦିନ କେବଳ ନିଜ ପାଇଁ ବଞ୍ଚିବା ଶିଖନ୍ତୁ। କେବଳ ତାହା କରନ୍ତୁ ଯାହା ଆପଣ ପ୍ରକୃତରେ ଉପଭୋଗ କରନ୍ତି। ଯେତେବେଳେ ତୁମେ ସମ୍ପୂର୍ଣ୍ଣ ଅସହାୟ ଅନୁଭବ କରୁଛ, ସେତେବେଳେ ସବୁକିଛି ଈଶ୍ୱରଙ୍କ ହାତରେ ସମର୍ପଣ କର, କାରଣ ଭଗବାନ ଯାହା ନିର୍ଦ୍ଦେଶ ଦେବେ ତାହା ଶେଷରେ ତୁମର ନିଜ ମଙ୍ଗଳ ପାଇଁ ହେବ। ଏହା ବ୍ୟତୀତ ସକାଳ ହେଉ କିମ୍ବା ସନ୍ଧ୍ୟାରେ ଯେତେବେଳେ ତୁମେ ସମୟ ବାହାର କରିପାରିବ, ମନ୍ଦିର ପରିଦର୍ଶନ କର। ସେଠାରେ ପହଞ୍ଚିବା ପରେ କିଛି ସମୟ ପାଇଁ କେବଳ ଦେବତାଙ୍କ ସମ୍ମୁଖରେ ଶାନ୍ତିରେ ବସ, ଅନ୍ୟ କିଛି କର ନାହିଁ, କେବଳ ନୀରବରେ ବସ। ତୁମେ ସେଠାରେ ପହଞ୍ଚିବା ପରେ ତୁମର ମୋବାଇଲ ଫୋନ ବ୍ୟବହାର କର ନାହିଁ, କାହା ସହିତ କଥା ହୁଅ ନାହିଁ, କେବଳ ନୀରବରେ ବେଶ, ଈଶ୍ୱରଙ୍କୁ ଦେଖ ଏବଂ ସବୁ କିଛି ତାଙ୍କ ହାତରେ ସମର୍ପଣ କର। ତାପରେ ଦେଖ ଯେ ତୁମର ମନ କେତେ ଗଭୀର ଭାବରେ ଶାନ୍ତିରେ ପରିଣତ ହୁଏ। ଦେଖ ଯେ ତୁମର କାର୍ଯ୍ୟ କେତେ ଶୀଘ୍ର ସମାପ୍ତ ହେଉଛି। ତୁମ ରାସ୍ତାରେ ଠିଆ ହୋଇଥିବା ସମସ୍ତ ବାଧା ଦୂର ହୋଇଯାଉଛି। ତୁମେ ଅସୁବିଧାର ସମ୍ମୁଖୀନ ହେଉଛ ତାହା ଶେଷ ହୋଇଯାଉଛି ଏବଂ ତୁମେ ଅନ୍ତର୍ନିହିତ ଆନନ୍ଦର ଗଭୀର ଅନୁଭବ କରୁଛ। ତୁମର ମନ ସମ୍ପୂର୍ଣ୍ଣ ଶାନ୍ତିରେ ରହୁଛି। ତୁମେ ତୁମର ସମସ୍ତ ଚିନ୍ତାରୁ ମୁକ୍ତି ପାଇଯାଉଛ ଏବଂ ବନ୍ଧୁମାନେ, ଏହା ଏପରି ଅନୁଭବ ହେବ ଯେପରି ତୁମ ଜୀବନରେ ଏକ ସମ୍ପୂର୍ଣ୍ଣ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଏହା ଏପରି ଅନୁଭବ ହେବ ଯେପରି ତୁମ କାନ୍ଧରୁ ଏକ ବଡ଼ ବୋଝ ଉଠି ଯାଇଛି, କାରଣ ମୁଁ ଜାଣେ ଯେ ବର୍ଷ ବର୍ଷ ବିତିଗଲାଣି ଏବଂ ତୁମେ ଏହି ସଂଘର୍ଷ ମଧ୍ୟରେ ବଞ୍ଚୁଛ। ତୁମ ଜୀବନରେ କୌଣସି ପରିବର୍ତ୍ତନ ଦେଖିନାହଁ। ସେଥିପାଇଁ ମୁଁ ତୁମକୁ ଅନୁରୋଧ କରୁଛି, ମୁଁ ଯାହା ପରାମର୍ଶ ଦେଇଛି ତାହା ଠିକ ଭାବରେ କରିବାକୁ ଚେଷ୍ଟା କର। କେବଳ ଏତିକି, ତାପରେ ତୁମ ଜୀବନରେ ଏକ ପରିବର୍ତ୍ତନ ଆସିବ, ଏତେ ଗଭୀର ଯେ ତୁମେ କେବେ କଳ୍ପନା ମଧ୍ୟ କରିନଥିବ।